गणना पुस्तक 19 पर्व अनंतर सदाप्रभु मूसाଙ୍କୁ ଓ ହାରୁଣଙ୍କୁ କହିଲେ, सदाप्रभु ଏହି ଶାସ୍ତ୍ରୀୟ ବିଧି କହି ଆଜ୍ଞା ଦେଇଅଛନ୍ତି। ଇସ୍ରାଏଲ ସନ୍ତାନଗଣକୁ କୁହ, ଯାହାଠାରେ କଳଙ୍କ ନାହିଁ ଓ ଯାହା ଉପରେ କେବେ ଜୁଆଳି ଦିଆଯାଇ ନାହିଁ, ଏପରି ଏକ ନିଖୁଣ୍ଟା ଲାଲି ଗାଭୀକି ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ। ତହୁଁ ତୁମ୍ଭେମାନେ ସେହି ଗାଭୀକି ଇଲିଆସର ଯାଜକକୁ ଦେବ। ପୁଣି ସେ ତାକୁ ଛାଉଣି ବାହାରକୁ ଆଣନ୍ତେ ଜଣେ ତା ସମ୍ମୁଖରେ ତାକୁ ବଧ କରିବ। ତଳେ ଇଲିଆସର ଯାଜକ ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତର ନେଇ ସମାଗମ ତମ୍ବୁ ସମ୍ମୁଖରେ 7 ଥର ତାହା ରକ୍ତ ସେଚନ କରିବ। ଆଉ ଜଣେ ତାର ଦୃଷ୍ଟି ଗୋଚରରେ ସେହି ଗାଭୀକି ଦଗ୍ଧ କରିବ। ସେ ତାର ଗୋମୟ ସହିତ ଚର୍ମ ଓ ମାଂସ ଓ ରକ୍ତ ଦଗ୍ଧ କରିବ। ତେଣୁ ଯାଜକ ଏରସ କାଠ ଓ ଏସୋବ ଓ ସିନ୍ଦୁର ବର୍ଣ୍ଣ ଲୋମ ନେଇ ସେ ଗାଭୀ ଦାହର ଅଗ୍ନି ମଧ୍ୟରେ ପକାଇବ। ତେବେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଶରୀରକୁ ଜଳରେ ସ୍ନାନ କରାଇବ। ତହିଁ ଉତ୍ତାରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେଉଁ ଲୋକ ସେ ଗାଭୀକି ଦଗ୍ଧ କରିବ, ସେ ଜଳରେ ଆପଣା ବସ୍ତ୍ର ଧୋଇବ ଓ ଆପଣା ଶରୀରକୁ ଜଳରେ ସ୍ନାନ କରାଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଏ ଉତ୍ତାରେ କୌଣସି ସୂଚୀ ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରି ଛାଉଣିର ବାହାରେ କୌଣସି ସୂଚୀ ସ୍ଥାନରେ ରହିବ। ପୁଣି ତାହା ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀ ପାଇଁ ଅଶୌଚାର୍ଥକ ଜଳ ନିମନ୍ତେ ରଖାଯିବ। ତା ପାପାର୍ଥକ ବଳି ଅଟେ। ଆଉ ଯେଉଁ ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଏହା ଇସ୍ରାଏଲ ସନ୍ତାନଗଣର ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀର ପାଳନୀୟ ଅନନ୍ତକାଳୀନ ବିଧି ହେବ। ପୁଣି ଯେ କେହି କୌଣସି ମନୁଷ୍ୟର ଶବ ଛୁଏଁ, ସେ 7 ଦିନ ଅଶୁଚି ରହିବ। ସେ ତୃତୀୟ ଦିନରେ ତଦ୍ୱାରା ଆପଣାକୁ ପରିଷ୍କାର କରିବ। ସପ୍ତମ ଦିନରେ ସେ ଶୁଚି ହେବ। ମାତ୍ର ଯେବେ ସେ ତୃତୀୟ ଦିନରେ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ। ଯେବେ କେହି ମୃତ ମନୁଷ୍ୟର ଶବ ଛୁଇଁ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସଦାପ୍ରଭୁଙ୍କର ଆବାସ ଅଶୁଚି କରେ। ସେହି ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ। ତା ଉପରେ ଅଶୌଚାର୍ଥକ ଜଳ ସିଞ୍ଚା ଯାଇ ନଥିବାରୁ ସେ ଅଶୁଚି ହେବ। ତାର ଅଶୌଚ ତାଠାରେ ଥାଏ। କୌଣସି ମନୁଷ୍ୟ ତମ୍ବୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି। ଯେ କେହି ସେହି ତମ୍ବୁକୁ ଆସେ ଓ ସେହି ତମ୍ବୁରେ ଥାଏ, ସେ 7 ଦିନ ଅଶୁଚି ହୋଇ ରହିବ। ଆଉ ପ୍ରତ୍ୟେକ ମେଲା ପାତ୍ର ଯହିଁରେ ଢାଙ୍କୁଣୀ ବନ୍ଧା ନଥାଏ, ତାହା ଅଶୁଚି ହେବ। ପୁଣି ଯେ କେହି ମଲା କ୍ଷେତ୍ରରେ ଖଡ୍ଗ ହତ କି ମୃତ ଦେହ କି ମନୁଷ୍ୟର ଅସ୍ଥି କି କବର ଛୁଏଁ, ସେ 7 ଦିନ ଅଶୁଚି ହେବ। ଆଉ ଲୋକମାନେ ସେହି ଅଶୁଚି ଲୋକ ନିମନ୍ତେ ପାପାର୍ଥରେ ଦଗ୍ଧ ବଳିର ଭସ୍ମ ନେବେ ଓ ଏକ ପାତ୍ରରେ ତାହା ରଖି ତହିଁ ଉପରେ ସ୍ରୋତ ଜଳ ଦିଆଯିବ। ଏ ଉତ୍ତାରେ କୌଣସି ସୂଚୀ ମନୁଷ୍ୟ ଏସୋବ ନେଇ ଜଳରେ ଡୁବାଇ ସେହି ତମ୍ବୁ ଉପରେ ଓ ସମସ୍ତ ପାତ୍ର ଉପରେ ଓ ସେଠାରେ ଥିବା ସମସ୍ତ ଲୋକ ଉପରେ, ପୁଣି ଅସ୍ଥି କି ହତ କି ମୃତ କି କବର ଛୁଇଁବା ଲୋକ ଉପରେ ତାହା ଛିଞ୍ଚିବ। ପୁଣି ସେହି ସୂଚୀ ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ଅଶୁଚି ଲୋକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନରେ ଆପଣାକୁ ପରିଷ୍କାର କରିବ ଓ ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ସମୟରେ ଶୁଚି ହେବ। ମାତ୍ର ଯେଉଁ ଲୋକ ଅଶୁଚି ହୋଇ ଆପଣାକୁ ପରିଷ୍କାର ନ କରିବ, ସେହି ପ୍ରାଣୀ ସମାଜ ମଧ୍ୟରୁ ଉଚ୍ଛିନ୍ନ ହେବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତା ଉପରେ ଅଶୌଚାର୍ଥକ ଜଳ ସେଚିତ ହେଲା ନାହିଁ, ସେ ଅଶୁଚି। ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେ କେହି ଅଶୌଚାର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେ କେହି ସେହି ଅଶୌଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହେବ। ପୁଣି ସେ ଅଶୁଚି ଲୋକ ଯାହା କିଛି ଛୁଏଁ, ତାହା ଅଶୁଚି ହେବ। ଆଉ ଯେଉଁ ପ୍ରାଣୀ ତାହା ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।